ଦେଖିପାରୁଥିବେ ଭାଇମାନେ ମୁଁ ବର୍ତ୍ତମାନ ଯାଉଛି ଆମର ଫ୍ରିଡମ୍ ଏଚପି ଯାଉଛି। ତ ରାସ୍ତା ଉପରେ ଦେଖନ୍ତୁ କୋଉଭଳିଆ ପାହାଡ଼ ପୁରା ବଢ଼ିଆ ଭାଗରେ ହେଇଛି, ଗାଡ଼ି ସବୁ ଆସୁଛି, ସୁନ୍ଦର ରାସ୍ତା। ଆଉ ପାହାଡ଼ ଗୁରା ଦେଖନ୍ତୁ କେତେ ବଢ଼ିଆ ବଢ଼ିଆ ଲାଗୁଛି, ପୁରା ପାହାଡ଼ ବଢ଼ିଆ ଲାଗୁଛି। ଆପଣମାନେ ଦେଖିଲେ ନିଶ୍ଚିନ୍ତ ଜାଣିପାରିବେ, ପାହାଡ଼ ଦେଖିଲେ ନିଶ୍ଚିନ୍ତ ଜାଣିପାରିବେ କେତେ ସୁନ୍ଦର ଆଉ କେତେ ବଢ଼ିଆ ଲାଗିବ। ଦେଖନ୍ତୁ ପାହାଡ଼ ଦେଖନ୍ତୁ କୋଉ ଭଳିଆ, ଗାଡ଼ି ସବୁ ଯାଉଛି ଦେଖିପାରୁଛୁ ନା। ଏଇଠି ଦେଖନ୍ତୁ ପାହାଡ଼ ଗୁରା କେତେ ବଢ଼ିଆ ଭାଗରେ ଅଛି, ପାହାଡ଼ ଗୁରା ଦେଖନ୍ତୁ କେତେ ବଢ଼ିଆ ଭାଗରେ ଅଛି, ଦେଖୁଛ ନା ନାଇଁ। ଏଇଠି ଗୋଟେ ଛୋଟିଆ ଛୋଟିଆ ପାହାଡ଼ ଅଛି, ସେ ପାହାଡ଼ ଗୁରା ମାନେ ମସ୍ତ ଲାଗୁଛି। ସେ ପାହାଡ଼ ଉପରେ ସବୁ ଧୂଆଁ ବାହାରୁଛି, ସକାଳୁ ସକାଳୁ ଧୂଆଁ ବାହାରୁଛି। ଆଜି ସକାଳୁ ସକାଳୁ ଆମେ ଚାଲିଲୁ ହୁମା ପାଖରେ ଥିବା କୃଷ୍ଣପ୍ରସାଦରୁ ଆଉ କିଛି ବାଟ ଗଲେ ପଡ଼ିବ ଫ୍ରିଡମ୍। ଆଉ ଏଇଟା ହେଉଛି ଲେଖା ହେଇଛି ଟାଙ୍ଗୀ। ଆଉ ଦେଖିପାରୁଥିବେ ବଡ଼ ପୋଖରିଆ ଟାଙ୍ଗୀ। ଆଉ ଗାଡ଼ି ମାନେ ସବୁ ଯାଉଛନ୍ତି ରାସ୍ତାରେ, ଆଉ ମୁଁ ବି ଚାଲିଛି। ତ ଫାଇନାଲି ଭାଇମାନେ ଆମେ ବର୍ତ୍ତମାନ ପାଇଁ ଚାଲୁଛୁ ଏଇନାକେ ଯେଉଁ ଆମର ଫ୍ରିଡମ୍ ଏଚପି ଚାଲୁଛୁ। ଦେଖନ୍ତୁ ଗଛ ଗୁରା କେତେ ସୁନ୍ଦର, ଆଉ ପାହାଡ଼ କେତେ ସୁନ୍ଦର, ଆଉ ରାସ୍ତା ବି ପୁରା ଫାଙ୍କା ଅଛି। ଯେତେବେଳେ ଦେଖିବେ ରାସ୍ତା ପୁରା ଫାଙ୍କା ଅଛି। ଏଇ ଯେଉଁ ରାସ୍ତାରେ ଯେଉଁ ଲାଇଟ୍ ଗୁରା ଲାଗିଛି ସବୁ ବଢ଼ିଆ ଦେଖାଯାଉଛି। ଏ ରାତିରେ ଆସିଲେ ବହୁତ ବଢ଼ିଆ ଦେଖାଯିବ, ରାତିରେ ଆହୁରି ସୁନ୍ଦର ଦେଖାଯିବ। ପାହାଡ଼ରୁ କେମିତି ଧୂଆଁ ବାହାରେ ଦେଖୁଛନ୍ତି ନା, ପାହାଡ଼ରୁ ବାହାରୁଛି ଧୂଆଁ। ଦେଖିପାରୁଥିବେ ଏଇ ଗାଡ଼ି ଗୁରା ସବୁ ଚାଲୁଛନ୍ତି। ଆଜି ସକାଳୁ ସକାଳୁ ଆପଣମାନଙ୍କୁ ଦେଖେଇଲି ବଢ଼ିଆ ବଢ଼ିଆ ଜାଗା। ତ ଆପଣମାନେ ଦେଖୁଥାନ୍ତୁ ସବୁବେଳେ ପାଇଁ ଭିଡ଼ିଓ, ଆହୁରି ଆଗକୁ ଆହୁରି ବଢ଼ିଆ ବଢ଼ିଆ ଇଣ୍ଟରେଷ୍ଟିଂ ଜିନିଷ ଅଛି ଆପଣମାନଙ୍କୁ ଦେଖେଇବି। ଚାଲନ୍ତୁ ଯିବା ଆଗକୁ। ଦେଖିପାରୁଥିବେ ଭାଇମାନେ ଏଇ ଯେଉଁ ଗାଈ ଏରା ଶୁଅନ୍ତି, ସେ ଗାଈ ଗୁରାକୁ ଟିକେ ଦେଖନ୍ତୁ କେତେ ଗାଈ। ଦେଖୁଛନ୍ତି ନା ନାଇଁ, ଏଇ ଯେଉଁ ଗାଈ ଶୋଉଛନ୍ତି ଟିକେ ଆପଣମାନେ ଯେତେବେଳେ ଗାଡ଼ି ନେଇକି ଯିବେ ତାହେଲେ ଟିକେ ଦେଖିକି ନେଇକି ଯିବେ, କାରଣ ଗାଈ ପ୍ରବଳ ରାସ୍ତାରେ ଶୋଉଛନ୍ତି। ଆପଣମାନେ ଗାଡ଼ି ଯଦି ନ ଦେଖିକି ନେବେ ତାହେଲେ ଆପଣମାନେ ହଇରାଣରେ ପଡ଼ିଯିବେ, କାହିଁକିନା ଗାଈ ଉଠିବେନି ଜମା, ଆପଣ ବି ଜାଣିପାରିବେନି। ତେଣୁକରି ମାନେ ଦେଖିକି ନିଅନ୍ତୁ ଗାଈକି, ସଦାବେଳେ ଗାଈ ଯେଉଁଠି ଥିବେ ଦେଖିକି ନିଅନ୍ତୁ। ଆଉ ଗାଡ଼ି ଗୁଡ଼ା ଯେଉଁ ଚଲାଉଛନ୍ତି ଆରାମସେ ଦେଖିକି ଚଲାନ୍ତୁ, ବହୁତ ଭଲ। ଦେଖିପାରୁଥିବେ ଗାଡ଼ି ସବୁ ଚାଲୁଛନ୍ତି ବଢ଼ିଆ ସୁନ୍ଦର ଭାଗରେ। ତ ଆମେ ଚାଲିଲେ ଏଇଟା କି ଛକ ପଡ଼ିବ ଦେଖଉଛି ଆପଣଙ୍କୁ। ଟାଙ୍ଗୀ ଭୂଷଣ୍ଡପୁର, ଉପରେ ଲେଖା ହେଇଛି ଟାଙ୍ଗୀ, ତା ତଳକୁ ଲେଖା ହେଇଛି ଭୂଷଣ୍ଡପୁର। ଦେଖୁଥିବେ ଭାଇ ମାନେ ପାହାଡ଼ର ସୁନ୍ଦରତା ଦେଖନ୍ତୁ, ପାହାଡ଼ କେତେ ସୁନ୍ଦର ଲାଗୁଛି। ଆପଣମାନେ ଦେଖୁଥାନ୍ତୁ ନିଶ୍ଚିନ୍ତ ଜାଣିପାରିବେ। ରାସ୍ତା କଡ଼ରେ ପାହାଡ଼, ରାସ୍ତା କଡ଼ରେ ହେଉଛି ଦେଖିବେ ବହୁତ ବଢ଼ିଆ ଲାଗିବ ଆମର ପାହାଡ଼। ଏଇଟା ହେଉଛି ଚେନ୍ନାଇ ରାସ୍ତା, ଦେଖୁଛ ନା ନାଇଁ, ଏଇଟା ହେଉଛି ଚେନ୍ନାଇ ରାସ୍ତା। ଦୋକାନ ମାନେ ସବୁ ରାସ୍ତା କଡ଼ରେ ଦେଇଛନ୍ତି, ଦୋକାନ କେତେ ବଢ଼ିଆ ବଢ଼ିଆ ଦୋକାନ ଦେଇଛନ୍ତି। ଚାଲନ୍ତୁ ଯିବା ଆହୁରି ଆଗକୁ କ'ଣ ଅଛି ଦେଖିବା। ବର୍ତ୍ତମାନ ପାଇଁ ଭାଇ ଗାଡ଼ି ବୋଧେ ଆକ୍ସିଡେଣ୍ଟ ହେଇଛି କି କ'ଣ ହେଇଛି, ବହୁତ ଜାମ୍ ଅଛି ରାସ୍ତାରେ। ଚାଲନ୍ତୁ ଯିବା ଦେଖିବା, ରାସ୍ତା ବହୁତ ଜାମ୍ ଅଛି।
ଦେଖିପାରୁଥିବେ ରାସ୍ତା ବହୁତ ଜାମ୍ ଅଛି, ବୋଧେ କ'ଣ ହେଇଛି। ଠିକ୍ ଅଛି ଭାଇ। କେତେ ବଢିଆ ଜାଗା ଘାଟିଟା, ଏଇଟା ଘାଟି ରମ୍ଭା ଘାଟି କୁହନ୍ତି। ବ୍ରହ୍ମପୁର ଗଲା ରାସ୍ତାରେ ପଡ଼ିବ। ଦେଖନ୍ତୁ ଗାଡ଼ି କୋଉଭଳିଆ ଉଠୁଛନ୍ତି, ଆଉ ଉଠି ବି ପାରୁନାହାନ୍ତି, ବହୁତ କଷ୍ଟରେ। ଆଉ ସେପଟ ରାସ୍ତାରେ ଦେଖୁଥିବେ, ସେପଟ ରାସ୍ତାରେ ଗାଡ଼ି ଯାଉଛନ୍ତି। ଏଇ ଗୋଟେ ଗାଡ଼ି ଆମକୁ ଓଭରଟେକ୍ କରୁଛି। ଆଉ ଯିଏ ଏଇ ଘାଟିରେ ଏତିକି ଅଛି, ଯିଏ ସବୁବେଳେ ଚାହୁଁଥିବ ଆପଣମାନେ ଯିଏ ଯାଉଛନ୍ତି ତାକୁ ଛାଡ଼ି ଦିଅନ୍ତୁ, କାହିଁକି ନା ଘାଟିରେ ଓଭରଟେକ୍ କରିବା ମନା। ତ ଗାଡ଼ି ଯେତେ ଧୀରେ ଧୀରେ ଚଲେଇବ ସେତେ ଭଲ ଲାଗିବ। ଏଇଟା ଦେଖନ୍ତୁ ସେପଟରେ କୋଉ ଭଳିଆ ଗାଡ଼ି ଯାଉଛନ୍ତି, ଦେଖୁଛନ୍ତି ନା ନାଇଁ, ଗାଡ଼ି ଯାଉଛନ୍ତି ସେପଟରେ। ଆଉ ପାହାଡ଼ଟା କେତେ ପାଖରେ ଦେଖନ୍ତୁ, ପୁରା ଜାଗାଟା କେତେ ସୁନ୍ଦର ଲାଗୁଛି। ଆଉ ରାସ୍ତା ବି ସେଇଭଳିଆ ହେଇଛି, ଗାଡ଼ି ଆମର ଉଠୁଛି ଧୀରେ ଧୀରେ। ଏ ଗାଡ଼ି ଗୁଡ଼ା ସବୁ ଉଠି ପାରୁନାହାନ୍ତି, ଦେଖନ୍ତୁ କେତେ ଧୀରେ ଧୀରେ ଉଠୁଛନ୍ତି। ଆମେ ବି ସେଇଭଳିଆ ଉଠିବା। ଦେଖିପାରୁଥିବେ ସେପଟରେ ଗାଡ଼ି ଯାଉଛି ପୁରା ଲାଇନ୍ ହେଇକି, ସେପଟ ରାସ୍ତା ଏପଟ ରାସ୍ତା। ଆଗରୁ ଏଇଟା ସିଙ୍ଗିଲ ରାସ୍ତା ଥିଲା, ଏଇପଟେ ହିଁ ଯିବା ଆସିବା କରୁଥିଲେ ଗାଡ଼ି ମାନେ। ପାହାଡ଼ ଉପରକୁ ଚଢ଼ିବେ ଯେତେବେଳେ ବହୁତ କଷ୍ଟ, ମାନେ ସେତେବେଳେ ସିଙ୍ଗିଲ ରାସ୍ତା ଥିଲା, ବହୁତ କଷ୍ଟ ଥିଲା। ଏବେ ଟିକେ ଡବଲ ରାସ୍ତା ହେଇଗଲା, ସେପଟରେ ଗୋଟେ ରାସ୍ତା ବାହାର କରିଦେଲା, ଏପଟରେ ଗୋଟେ ରାସ୍ତା ହେଲାରୁ ଟିକେ ଭଲ ଲାଗୁଛି। ତ ଦେଖିପାରୁଥିବେ ଆଗକୁ ଆଗକୁ ଆହୁରି ଉଠାଣି ଅଛି ଟିକେ, ଆଉ ଉଠାଣି ପରେ ଯାଇକି ବଢିବ। ଦେଖନ୍ତୁ ପାହାଡ଼ କେତେ ସୁନ୍ଦର, ମାନେ ପାହାଡ଼ କେତେ ପାଖରେ, ପୁରା ପାହାଡ଼ ଭିତରେ ଆମେ ଯାଉଛେ। ଦେଖିପାରୁଥିବେ ଏଠି ଗୋଟେ ମନ୍ଦିର ଅଛି। ଆଉ ଦେଖନ୍ତୁ ପୁରା ସେପଟ ରାସ୍ତାକୁ ଯିବା ପାଇଁ ବି ଏଇଠି ଗୋଟେ ରାସ୍ତା ଅଛି, ବାଇକ୍ ଫାଇକ୍ ବାଲା ଗଳିକି ପଳେଇ ଆସୁଛନ୍ତି। ଆଉ ଉପରକୁ ଏଇ ଉପର ପଟେ ବି ରାସ୍ତା, ମାନେ ଗାଡ଼ି ଯାଉଛନ୍ତି। ସେଇଟା ଆସିଲା ବେଳେ, ଫେରିଲା ବେଳେ ସେଇଟା ଦେଖାହବ, ଜଣା ପଡ଼ିବ। ଘାଟିର ଏଇଟା ହଉଛି ପୁରା ଉପର ମୁଣ୍ଡ, ଦେଖନ୍ତୁ କେତେ ଉପରେ। ଆଉ ଏଠି ଯଦି ଗାଡ଼ି ବ୍ରେକ୍ ନ ଧରିବ ତାହେଲେ ବହୁତ ବଡ଼ ପ୍ରୋବ୍ଲେମ୍ ହେଇପାରେ। ତ ପ୍ରତ୍ୟେକ ଭାଇମାନଙ୍କୁ କହିବି, ଯେଉଁ ଗାଡ଼ି ଚଲେଇଲା ବେଳେ ଦେଖିବେ, ସବୁବେଳେ ପାଇଁ ନଜର ରଖୁଥିବେ ତା ଗାଡ଼ିର ସ୍ପିଡ଼ଟା, ସେ ଗାଡ଼ିର ସ୍ପିଡ଼ଟାକୁ ନଜର ରଖୁଥିବେ। ଦେଖନ୍ତୁ ଏ ଗାଡ଼ି ଯାଉଛନ୍ତି ଉପରେ ସବୁ। ଆଉ ପାହାଡ଼ ବି ପୁରା ପାଖରେ, ପୁରାପୁରି ଆମେ ଦିଟା ପାହାଡ଼ ମଝିରେ ଯାଉଛେ। ଆପଣମାନେ ଦେଖୁଥିବେ ଦିଟା ପାହାଡ଼ ମଝିରେ ଯାଉଛି, ରମ୍ଭା ଘାଟି ଏଇଟା। ତ ଘାଟି ଉପରକୁ ପଳେଇ ଆଇଲେ ପୁରା। ଆହୁରି ଏଇଟା ଟିକେ ଛୋଟ ଅଛି, ୟାଠାରୁ ବି ଆହୁରି ବଡ଼ ବଡ଼ ଘାଟି ଅଛି, ବହୁତ ବଡ଼ ବଡ଼, ଯାହାକି ଯୋଉଟା 30 କିଲୋମିଟର 40 କିଲୋମିଟର ଘାଟି ଉପରକୁ ଉଠିବାକୁ ପଡ଼ିବ, ସେଇଭଳିଆ ରାସ୍ତା ଅଛି। ତ ଏଇଟା ଛୋଟିଆ ଘାଟିଟା। ଆଉ ଦେଖୁଥିବେ ସେପଟରେ ଗାଡ଼ି ଯାଉଛନ୍ତି, ସିଏ ସିଆଡ଼େ କଟିକି ପଳେଇବେ, ମୁଁ ଇଆଡ଼େ ଆମେ ଆମର ଚାଲିଲୁ। ଆଉ ଘାଟି ଉପରକୁ ପଳେଇ ଆସିଲୁ। ଭାଇମାନେ ଦେଖିପାରୁଥିବେ, ଏଇନାକେ ଆମେ ଅଛୁ ପୁଲାରୀ ଜଙ୍କସନ୍। ଏଇଠୁ ଆମେ ବାଁକୁ ଗଲେ ଆପଣମାନେ ଯାଇପାରିବେ କୃଷ୍ଣପ୍ରସାଦ ଆଉ ସେ ଗୋଦାମକୁ। ଦେଖୁଥିବେ